ରାତି ପାହିଲେ ନୂଆପଡ଼ା ଉପନିର୍ବାଚନରେ ହେବ ଭୋଟ ଗଣତି। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ତେବେ ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ମୋଟ 14ଟି ଟେବୁଲ ରହିଥିବା ବେଳେ 26 ରାଉଣ୍ଡ ଗଣତି ହେବ। ଗୋଟିଏ କେନ୍ଦ୍ରରେ ଟେବୁଲ ରହିଛି। ତେବେ ସକାଳ 8ଟାରୁ ପ୍ରଥମ ପୋଷ୍ଟାଲ ବାଲଟି ଗଣତି ଏବଂ ଅଧଘଣ୍ଟା ପରେ ଇଭିଏମ୍ ଗଣତି ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର ନିୟୋଜିତ ରହିବେ। ସେହିପରି ଗଣତି ଅବଜର୍ଭର ଏବଂ ରିଟର୍ଣ୍ଣିଂ ଅଧିକାରୀ ରହିବେ। ଜନସାଧାରଣଙ୍କ ପାଇଁ ମଧ୍ୟ ଡାକବାଜି ସାହାଯ୍ୟରେ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ। ଏସବୁର ଭିଡିଓ ରେକର୍ଡିଂ ହେବ। ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷଣ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ ଏବଂ ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଏବଂ ତାଙ୍କୁ ଜୟ ସଦନରେ ପ୍ରଦାନ କରାଯିବ। ବ୍ୟୁରୋ ରିପୋର୍ଟ, ଆରାଉଣ୍ଡ ଓଡ଼ିଶା ଲାଇଭ୍।